ମୋ ସ୍ୱାମୀ ପାଇଥିଲା 35,000 ମୋତେ 15,000 ଦେଇଥିଲେ। ମୁଁ 40,000 ଘର କଲି। ଆଉ 20,000 ମୋତେ ଦେଲେନି। ମୋ ସ୍ୱାମୀ ମରିଗଲା, ମୋତେ କହିଲେ 15,000 ଦେ। ମୁଁ କହିଲି ସିଏ ତ ନାହିଁ, ମୁଁ ତ ଖାଇବାକୁ ଭିକ ମାଗିଲା ଭଳିଆ ଖାଉଛି। ମୁଁ ଗରିବ ସବୁ ଲୋକ। ଝିଅଟି ଆସିକି 40-42 ହେଲାଣି, ଏପର୍ଯ୍ୟନ୍ତ ଭତ୍ତାଟେ ଦେଲେନି କି ତାକୁ ଖଣ୍ଡେ ଘର ଦେଲେନି। ଏଇ ଆସିଥିଲେ ଯାଇକି କ'ଣ ଫଟୋ ଉଠେଇକି ଦେଖିକି ଆଇଲେ। ଘର ଭାଙ୍ଗି ଯାଇଥିଲା, ଯେଉଁ ମେଘ ଇଏ ହେଇକି କାନ୍ଥ ବାଡ଼ ଭାଙ୍ଗିକି ଘର ପଡ଼ି ଯାଇଥିଲା। ଫଟୋ ଉଠେଇକି ଆଣିଲେ, ଖଣ୍ଡେ ମୋତେ ପାଲ ବି ଦେଲେ। ଆଜି ଆମର 50ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନ୍ୟାସପୁର ଜିପିରେ ଅନୁଷ୍ଠିତ ହେଉଛି ଏବଂ ଏଠି ଆମେ ସମସ୍ତେ ବ୍ଲକ ପ୍ରଶାସନ ଏବଂ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟର ସମସ୍ତ ଅଧିକାରୀମାନେ ଏଠି ଉପସ୍ଥିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆମେ 24ଟି ଗ୍ରିଭାନ୍ସ ଆମେ ଗ୍ରହଣ କରିଛୁ ଏବଂ ତାକୁ ତ୍ୱରିତ ଗତିରେ ତାକୁ କେମିତି ସର୍ଟ ଆଉଟ୍ କରାଯିବ, ଲୋକମାନଙ୍କ ପାଖରେ ତାଙ୍କର ଦାବିକୁ ରଖାଯିବ ଏବଂ କ୍ଲିଅର୍ କରାଯିବ, ସେଗୁଡ଼ିକୁ ମଧ୍ୟ ଆମେ ବ୍ୟବସ୍ଥା କରୁଛୁ। ଠିକ୍ଠାକ୍ ଚାଲିଛି। କୌଣସି ବର୍ତ୍ତମାନ ସୁଦ୍ଧା ଏତେଟା କୌଣସି ପ୍ରୋବ୍ଲେମ୍ ବି ଆସୁନି। ତେଣୁ ଯେତିକି ଗ୍ରିଭାନ୍ସ ଆମେ ଆଜି ଗ୍ରହଣ କରିଛୁ ତାକୁ ତୁରନ୍ତ ଭାବରେ ସର୍ଟ ଆଉଟ୍ କରିବୁ। ନମସ୍କାର, ମୁଁ ସସ୍ମିତା କୁଣ୍ଡୁ, ଅନ୍ୟାସପୁର ଗ୍ରାମ ପଞ୍ଚାୟତର ସରପଞ୍ଚ। ଆମ ପଞ୍ଚାୟତରେ ଆଜି ଯେଉଁ ଜନଶୁଣାଣି ଶିବିର ବିଭାନ୍ସ ଚାଲିଛି, ଆଶା କରୁଛି ଲୋକମାନେ ଆମ ପଞ୍ଚାୟତର ଗ୍ରାମବାସୀମାନେ ଯେକୌଣସି ଦାବି ତାଙ୍କର ନେଇକି ଅଭିଯୋଗ ସବୁ ଆସୁଛନ୍ତି। ବିଡ଼ିଓ ସାର୍ ବି ଅଛନ୍ତି, ସମସ୍ତ ବିଭାଗର କର୍ମଚାରୀମାନେ ବି ଅଛନ୍ତି। ମୁଁ ଆଶା କରୁଛି ସମସ୍ତଙ୍କ ଦାବି ପୂରଣ ହୋଇପାରିବ। ଆଉ ମୋର ସାର୍ଙ୍କ ଉପରେ ବି ବିଶ୍ୱାସ ଅଛି, ସାର୍ ନିଶ୍ଚିତ ସମସ୍ତଙ୍କର ଅଭିଯୋଗ ଶୁଣିବେ। ଆଉ ଏମିତି ଆମର ସୁରୁଖୁରୁ ଭାବରେ ବିଭାନ୍ସ ଚାଲିଛି, ଆଗକୁ ବି ଏମିତି ଚାଲିବ।